ଭାଇ ଏବେକା ଟାଇମରେ କୌଣସି ଚିହ୍ନା ପିଲାଙ୍କୁ ବା ଗାଁ ପିଲାମାନେ ପାଖରେ କାମ ଲଗେଇବନି। ଏ କଥା କାହିଁକି କହୁଛି ନା ଭାଇ ମୋ ସହିତ ବି ସେୟା ହେଇଛି। ମୁଁ ତା ନାଁ ଗାଁ ଠିକଣା କହିବିନି ନହେଲେ ଲଫଡ଼ା ହେଇଯିବ। କିନ୍ତୁ ସତ କଥାଟା ହଉଛି ତାକୁ ଆଣି କାମରେ ଲଗେଇଲି ପ୍ଲସ୍ 2 ମାସର ଆଡ଼ଭାନ୍ସ ବି ଦେଲି। ଭାଇ ସେ 15 ଦିନ କାମ କରନି ଭାଇ ଲୁଚିକି ପଳେଇଲା। ଭାଇ କହିଲାନି ବି ମୁଁ ପଳେଇବି କରିକି କହିଲାନି। ଭାଇ 2 ମାସର ଆଡ଼ଭାନ୍ସ ନେଇଗଲା। ତାଙ୍କ ଘରକୁ ଫୋନ୍ କଲା, ତାଙ୍କ ଘର ଲୋକ କହୁଛନ୍ତି କି ତା କଥା ଆମକୁ କହନା, ତୁ ତ ନେଇଥିଲୁ ତୁ ତୋର ବୁଝିବୁ, ସେ ପଇସା ଆମେ ନେଇନୁ କି ଆମକୁ କହନା। ଭାଇ 2 ମାସର ପଇସା ମୋତେ ବି ସୁଝିବାକୁ ପଡ଼ିବ। ଭାଇ ସେ ପିଲା ପଇସା ନେଇ ପଳେଇଛି, ଫୋନ୍ ବି ଉଠଉନି। ଭାଇ ଏଇଟା କେତେଦୂର ଠିକ୍? ଯେତେବେଳେ ମୁଁ କାମରେ ଲଗେଇଲି ନିଜ ଚିହ୍ନା ପିଲା ବୋଲି, ତୁ ନ କହି ପଳେଇଲୁ ପ୍ଲସ୍ ପଇସା ନେଇ ପଳେଇଲୁ। ଭାଇ ଜିମ୍ମେଦାରି ମୁଁ ନେଇଥିଲି, ବନ୍ଧା ହେଇ ମୁଁ। ଭାଇ ଏମିତି କେବେ କରନା ଯେ ତମକୁ କାମ ଲଗେଇଥିବ ତାକୁ ବି ହଇରାଣ କରନା। କାହିଁକିନା ସେ ତମକୁ କାମରେ ଲଗଉଛି, ଭାଇ 2-3 ମାସର ଆଡ଼ଭାନ୍ସ ବି ଦେଉଛି। ଏମିତି କରିବ ଭାଇ କେମିତି ହେବ? ଭାଇ ଏମିତି କଲେ ଭାଇ ପିଲାଙ୍କ ଭରସା ଉଠିଯିବ ଆଉ କିଏ କାହାକୁ ସାହାଯ୍ୟ କରିବେନି। ଭିଡ଼ିଓ ବହୁତ ମାତ୍ରାରେ ସେୟାର କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ। ରହୁଛି, ଜୟ ଜଗନ୍ନାଥ।